हेलो फ्रेंड्स, हाय गुड मॉर्निंग। ମୁଁ ବାତ୍ୟା କଥା କହୁଥିଲି ନା କହିବି ବୋଲି। ବାତ୍ୟାର ଅନୁଭବଟା ଆମେ ଭୋଗିଛୁ। ଆମର ହେଉଛି 1999 ମସିହା ଅକ୍ଟୋବର 29 ତାରିଖରେ ହେଇଥିଲା। ସେତେବେଳେ ମୋର +2 ଫାର୍ଷ୍ଟ ଇୟର୍। ଏରସମା ତଳଠାରୁ ମାନେ ଆମ ଘର ପାଖରୁ ସମୁଦ୍ରଟା ହେଉଛି 30 କିଲୋମିଟର 40 କିଲୋମିଟର, କିନ୍ତୁ ପାଣି ବି ଆମ ଘର ଯାକ ଆସିଥିଲା। ଆଉ ସେ ଯେଉଁ ଅନୁଭବଟା ଆମେ କରିଲୁ ସେ କେହି ବି କରିପାରିବେନି। ଏତେ କଷ୍ଟ କରୁଛୁ ପାଣି ଟୋଟାଲି ଏତିକି ଆମେ ବେକେ ପାଣିରେ ବି ଯାଇ ସେତେବେଳେ ପ୍ରାୟତଃ ମାଟି ଘର ସମସ୍ତ ଥିଲା, କୋଠା ଘର ଏତେ ନଥିଲା। ଆମ ଗାଁରେ 4ଟି କୋଠା ଘର ଥିଲା। ରାତିରେ ତା ପୂର୍ବଦିନ ରାତିରେ ସମସ୍ତେ ପଳେଇଛନ୍ତି ସେ କୋଠାରୁ। ଆମେ ସବୁ କେହି ଯାଇନଥିଲୁ, ଆମେ ସେଇ ଘରେ ହିଁ ଥିଲୁ। ଯେତେବେଳେ ଅତ୍ୟଧିକ ପବନ ହେଲା, ଫାଷ୍ଟ ପବନ ହେଲା, ତାପରେ ପୁଣି ସେତେବେଳକୁ ଛାଡ଼ିଗଲା। ସମସ୍ତେ ଯାଇକିରି ସବୁ ନଡ଼ିଆ ଫଡ଼ିଆ ଗୋଟେ ଗାଈ ଘରେ ରଖିଲୁ। ତାପରେ ଆଉ ଗୋଟେ ଯେତେବେଳେ ପବନ ଆସିଲା ଆମ ଘର ଭିତରେ ପଶିଛୁ। ଆମ ଘର ବଡ଼ ଘର ଥିଲା, 25 ଜଣ ଆମ ଘରେ ଥିଲେ। ସମସ୍ତେ କବାଟ ଦେଇ ପଶିଛୁ। ଦିନ 3ଟା ହେଲା। ଦିନ 3ଟା ବେଳକୁ ଯେତେବେଳେ ଅତ୍ୟଧିକ ପାଣି, ମୁଁ ଆମ କାନ୍ଥରେ ହାତ ପୁରେଇଦେଲା ମାନେ ମୋ ଆଙ୍ଗୁଟା ପଶିଗଲା। ତାପରେ ତା ପୂର୍ବରୁ କ'ଣ ନ୍ୟୁଜ୍ କହିଥିଲା ଯେ ଲୁଣା ପାଣି ମାଡ଼ି ଆସିବ। ମୋ ସାନା ବା ସେତିକି କହିଲେ ଲୁଣା ପାଣି ଚାଲି ଆସିଲା କି ସେଥିପାଇଁ ମାନେ ଆଙ୍ଗୁଠି ପଶିଯାଉଛି। ଯେତେବେଳେ ପବନ ତା ଦେହରେ ପ୍ରବଳ ପବନ ଦେଉଛି, କବାଟ ଖୋଲା ବେଳକୁ ଟୋଟାଲି ଆମ ଦାଣ୍ଡ ଘର ସବୁ ବୁଡ଼ିଗଲା କାନ୍ଥ ହେଇକା। ଆମେ ପୁଣି ଆମ ଗାଁ ମଝିରେ ଯାଇକିରି ଅଛି କୋଠା ଘର, ପୁଣି ସେଠିକି କେମିତି ଯିବୁ? 25 ଜଣ, ଆମର 4ଟା ଫ୍ୟାମିଲି ଆସେ, ଆମ ଘରେ 25 ଜଣ ଆମେ ଥିଲୁ ସମସ୍ତେ। ତାହେଲେ ଯେତେବେଳେ କବାଟ ଖୋଲି ସାନା ଦାଣ୍ଡକୁ ଚାଲିଲା ବେଳକୁ ବେକେ ତାଙ୍କର। ତାପରେ ଛୋଟ ଛୋଟ ଆମର ମୋର ଗୋଟେ ଦାଦା ପୁଅ 4 ମାସରେ ହେଇଥିଲା। ଆଉ ସବୁ ମୋ ତାକୁ ପୁଣି ନେଇକିରି ପବନ ଉପରେ ଅନେଇଲା ବେଳକୁ ଆମେ ଯେତେବେଳେ ପାଣିରେ ଗଲୁ କହିଲେ ୟା ଭିତରେ ମାଟି ରହିଲେ ତ ଆମେ ମରିବୁ। ସେଥିପାଇଁ ସାନା କହିଲେ ଚାଲ ଗୋଟେ ଝିଅ ପଟେ ସାନା ସମସ୍ତଙ୍କୁ ଏମିତି ଡେଇଁକିରି ଆମକୁ ନେଇଗଲେ। କେବେ ଆମର ଭରସା ନଥିଲା ଆମେ ବଞ୍ଚିବୁ ବୋଲି। ସେତେବେଳେ କିନ୍ତୁ ସେଇଥିରେ ଆମେ ଗଲୁ। ଆମେ ସମସ୍ତେ ଗଲୁ। ମୋ ସାନୁ କ'ଣ କରିଛି, ଆମର ଯେତେକର ସୁନା ଗହଣା ଆମର ସେ ନିଜେ ଗୋଟେ ବାନ୍ଧିକି କୁଣ୍ଡୁଆ କରିଦେଇଛି। ମୋ ବୋଉକୁ ପୁଳାଏ ଚୁଡ଼ା କଦଳୀ ଦେଇଦେଇଛି, ଚିନି ଦେଇଛି, ଯେଉଁଠି ରହିବୁ ଖାଇବୁ। କିନ୍ତୁ ଯେତେବେଳେ ପାଣିରେ ଆମେ ଯାଇଛୁ ସବୁ ଭେଦି ଯାଇଛି। ଆମର ସେ ଦାଦାଙ୍କ ପୁଅ ଯେ 4 ମାସରେ ହେଇଥିଲା, ତାକୁ ଆମର ଗୋଟେ ଆଈ ଟେକିକି ଧରିଲା। ଆମ ଦାଦା ଟେକିକି ଧରିଲେ, ସେ ଆଈ ତାପରେ ପାଲ ପକେଇ ନେଇଗଲେ। ସେ ବଞ୍ଚି ଆମେ ଭାବିନୁ ଯେତେବେଳେ କେହି ଆମେ ବଞ୍ଚିବୁ ବୋଲି। ଉପରକୁ ଅନେଇଲା ବେଳକୁ ପାଣି ଭିତରୁ ଲୁଣା ପାଣି ଆମର ମାଡ଼ି ଯାଉଛି, ଆଉ ଉପରେ କାଠ ପତ୍ର ସବୁ ଏମିତି ଉଡ଼ିଲା ବେଳେ ଉଠୁଛି। ବହୁତ କଷ୍ଟ ଜୀବନ। ଆଉ ଗୋଟେ ପାର୍ଟରେ ମୁଁ ଆପଣମାନଙ୍କୁ ସେ ବିଷୟରେ ଆହୁରି କହିବି, କେତେ ଦୁଃଖ ଜୀବନ ଆମେ ବଞ୍ଚିଛୁ ସେଇଟା ଆଉ ଗୋଟେ ପାର୍ଟରେ କହିବି।